ଦେଇକି ଅବଦାନ ରଖିଛନ୍ତି ଆଉ ଓଡ଼ିଆ ଜାତିର ଅସ୍ମିତାକୁ ଆଜି ମଧ୍ୟ ଜାଗ୍ରତ ରଖିଛନ୍ତି ଆଉ କେହି ଭାଷା ବିଜ୍ଞାନୀ ଗୋପୀନାଥ ନନ୍ଦ। ଆଜି ତାଙ୍କର ବହୁମୁଖୀ ପ୍ରତିଭା ସମ୍ପର୍କରେ ଗୋଟେ ଆଲୋଚନା ହେଇଥିଲା। ଏଥିରେ ଆମେ ବହୁତ ଉଦ୍ବୁଦ୍ଧ ହୋଇଛୁ ଏବଂ ଆମର ଆବଶ୍ୟକତା ଥିଲା ଯେ ନୂଆ ପିଢ଼ି କିଛି ଜାଣନ୍ତୁ, ନୂଆ ପିଢ଼ିଙ୍କର ପାଇଁ ଏ ଗୋଟେ ଆଜିର ଯେଉଁ ପୂଜ୍ୟ ପୂଜାର ଗୋଟେ କାର୍ଯ୍ୟକ୍ରମ ହେଲା ସେମାନଙ୍କ ପାଇଁ ଗୋଟେ ଆହ୍ୱାନ ଆସୁ ଯେ ଆଉ ଏଇ ମାଟିରେ ଯେଉଁମାନେ ସନ୍ତାନ ଜନ୍ମଗ୍ରହଣ କରିଛନ୍ତି ଆଉ ଜଣେ ଜଣେ ଡକ୍ଟର ରାଜଗୁରୁ କୁହନ୍ତୁ କି ନହେଲେ ପଣ୍ଡିତ ଗୋପୀନାଥ ନନ୍ଦ କୁହନ୍ତୁ କିମ୍ବା ଆପଣା ପରୀକ୍ଷା କୁହନ୍ତୁ ସେମାନଙ୍କ ଭଳିଆ କୁହନ୍ତୁ এই ଉଦ୍ଦେଶ୍ୟ ନେଇକରି এই କାର୍ଯ୍ୟକ୍ରମ ଚାଲିଛି। ଓଡ଼ିଶା ସାହିତ୍ୟ ଏକାଡେମୀ ପ୍ରତିବର୍ଷ ଅଗଷ୍ଟ 21 ତାରିଖ ଦିନ ତାଙ୍କ ଜନ୍ମତିଥିରେ ଏହି କାର୍ଯ୍ୟକ୍ରମ କରିବା ପାଇଁ ଆମକୁ ସୁଯୋଗ ଦେଇଛନ୍ତି। ଆମେ ଆମର ପାରଳାର କେବଳ ନୁହେଁ ଓଡ଼ିଶାର ଜଣେ ସାହିତ୍ୟ ସାରସ୍ୱତ ସାଧକ ପଣ୍ଡିତ ଗୋପୀନାଥ ନନ୍ଦ ଶର୍ମାଙ୍କର 50ତମ ଜୟନ୍ତୀ ପାଳନ ଏହି ଐତିହାସିକ ସଭାଗୃହ ଉତ୍କଳ ହିତେଶ୍ୱରୀ ସଭାଗୃହରେ କରୁଛନ୍ତି। ଯେଉଁ ଜୟନ୍ତୀ ପାଳନ ଉତ୍ସବ ଓଡ଼ିଶା ସାହିତ୍ୟ ଏକାଡେମୀ ମିଳିତ ଆନୁକୂଲ୍ୟରେ ଏଠାରେ ଅନୁଷ୍ଠିତ ହେଇଥିଲା। ଆଜିର କାର୍ଯ୍ୟକ୍ରମକୁ ସଭାପତିତ୍ୱ କରିଥିଲେ ଉପାଧ୍ୟକ୍ଷ ପ୍ରଫେସର ଚନ୍ଦ୍ର ମହାପାତ୍ର ସାର୍ ଏବଂ ମୁଖ୍ୟ ଅତିଥି ଆମର ଥିଲେ ପ୍ରାକ୍ତନ ଓଡ଼ିଶା ସାହିତ୍ୟ ଏକାଡେମୀ ସଦସ୍ୟ ବିଚିତ୍ରାନନ୍ଦ ବେବର୍ତ୍ତା, ଆଚାର୍ଯ୍ୟ ଶ୍ରୀ ବିନୋଦ ଚନ୍ଦ୍ର ଜେନା, ଭୂଷଣ ମହାନ୍ତି ଏବଂ ମୁଁ ଆଜି ଏଠି ବକ୍ତା ଭାବରେ ରହିଥିଲି ଯୋଗ ଦେଇଥିଲି। କିନ୍ତୁ ଆମର ସୌଭାଗ୍ୟ ବିଷୟ ଯେ ଯେତେବେଳେ ଓଡ଼ିଶାରେ ଗୋଟିଏ ମାନେ ଉତ୍କୃଷ୍ଟ ବ୍ୟାକରଣ, ଉତ୍କୃଷ୍ଟ ଅଭିଧାନ ଏବଂ ସମାଲୋଚନା ସାହିତ୍ୟ ନଥିଲା ବୋଲି ତତ୍କାଳୀନ ଓଡ଼ିଶାର ଊନବିଂଶ ଶତାବ୍ଦୀର ପ୍ରଥମାର୍ଦ୍ଧରେ ତତ୍କାଳୀନ ସମାଜର ବୁଦ୍ଧିଜୀବୀମାନେ ଯେତେବେଳେ ଚିନ୍ତା କରୁଥିଲେ, ବିଶେଷ କରି ମଧୁସୂଦନ ଦାସ ସେତେବେଳେ 1904 ମସିହାରେ, ସେତେବେଳେ 1903 ମସିହାରେ ଆମର ଏଇ ଦିଗରେ ପଣ୍ଡିତ ଗୋପୀନାଥ ନନ୍ଦ ଶର୍ମା ତାଙ୍କର ସାହିତ୍ୟ କୃତିଗୁଡ଼ିକ ସେ ରଚନା କରିସାରିଥିଲେ ଏବଂ ଶବ୍ଦତତ୍ତ୍ୱ ବୋଧ ଅଭିଧାନ ହେଲା, ଭାଷାତତ୍ତ୍ୱ ହେଲା ଏବଂ ଶ୍ରୀ ଭାରତ ଦର୍ପଣ ହେଲା, ଏଗୁଡ଼ାକ ହେଉଛି ପରୀକ୍ଷାଧର୍ମୀ ରଚନା ଏବଂ ଆଧୁନିକ ଜଗତରେ ଆମେ କହିବା ଯେ ଗୋପାଳ ଚନ୍ଦ୍ର ପ୍ରହରାଜଙ୍କ ହେଉଛନ୍ତି ସେ ପୂର୍ବସୂରୀ ଅଭିଧାନ ଲେଖିବାରେ। ଗୋପାଳ ଚନ୍ଦ୍ର ପ୍ରହରାଜଙ୍କ ପରେ ଆଉ ଗୋପୀନାଥ ନନ୍ଦ ଶର୍ମାଙ୍କ ପରେ ଏବଂ ଗୋପାଳ ଚନ୍ଦ୍ର ପ୍ରହରାଜଙ୍କ ପରେ କେହି ଅଭିଧାନ ଉପରେ ଏତେ ଗବେଷଣା କରିକି ଲେଖାମାନ ନିବନ୍ଧମାନ ପ୍ରକାଶିତ କରିନାହାନ୍ତି। ଏଣୁ ନିଶ୍ଚିତ ଭାବରେ ଗୋପୀନାଥ ନନ୍ଦ ଶର୍ମା ଯିଏକି ଆନୁଷ୍ଠାନିକ ଭାବରେ କୃଷି ବିଦ୍ୟାଳୟ ଯାଇନଥିଲେ, ସ୍ୱଳ୍ପ ଶିକ୍ଷିତ ହେଇ ମଧ୍ୟ ତାଙ୍କର ମୌଳିକ ବୃତ୍ତି ଏବଂ ସଂସ୍କୃତ ପଣ୍ଡିତ ଥିଲେ। ଚାଟଶାଳୀରୁ ସେ ଓଡ଼ିଆ ଏବଂ ଇଂରାଜୀ ସଂସ୍କୃତି ତେଲୁଗୁ ଭାଷାରେ ଅଧ୍ୟୟନ କରିକି ତାଙ୍କର ଯେଉଁ ପାଣ୍ଡିତ୍ୟର ପରାକାଷ୍ଠା ଦେଖାଇଥିଲେ ତା'ର ନିଦର୍ଶନ ରୂପ ସ୍ୱରୂପ ତାଙ୍କର କାବ୍ୟ, କବିତା, ନାଟକ ଏବଂ ଏହି ସମୀକ୍ଷାମୂଳକ ଗ୍ରନ୍ଥ, ସମାଲୋଚନା ସାହିତ୍ୟ ଯେଉଁଟା ଆମେ କହୁଛୁ ଏବଂ ଅଭିଧାନ ଏବଂ ଭାଷାତତ୍ତ୍ୱ